ଆଜି ଆମେ ଓଡ଼ିଶାର ଇତିହାସର ଏକ ଏମିତି ସମୟକୁ ଫେରିବା ଯେତେବେଳେ ଭକ୍ତିର ଗୋଟେ ନୂଆ ଲହରୀ ଉଠୁଥିଲା। ଆପଣ କଳ୍ପନା କରନ୍ତୁ, ରାଜାଙ୍କର ଜଣେ ବହୁତ ଶକ୍ତିଶାଳୀ ମନ୍ତ୍ରୀ, ଯାହାଙ୍କ ପାଖରେ ପଦ, ପ୍ରତିଷ୍ଠା, କ୍ଷମତା ମାନେ ସବୁକିଛି ଅଛି। ଆଉ ସେ ହଠାତ୍ ସବୁକିଛି ଛାଡ଼ିଦେଇ ରାସ୍ତାରେ ଈଶ୍ୱରଙ୍କ ନାମରେ ନାଚୁଛନ୍ତି। ଲୋକେ ତାଙ୍କୁ ପାଗଳ କହୁଛନ୍ତି। ଏହା ହିଁ କାହାଣୀ ହେଉଛି ବଳରାମ ଦାସଙ୍କର। ହଁ, ଆଉ ସେ ଏକା ନଥିଲେ। ସେ ଥିଲେ ପଞ୍ଚସଖାଙ୍କ ଭିତର ଜଣେ। ପଞ୍ଚସଖା? ହଁ, 15ଶ-16ଶ ଶତାବ୍ଦୀରେ ଓଡ଼ିଶାରେ ଏହି 5 ଜଣ ସାଧୁ କବିଙ୍କର ଆବିର୍ଭାବ ହେଲା, ଯେଉଁମାନେ ଓଡ଼ିଆ ସାହିତ୍ୟ, ଧର୍ମ ଆଉ ସମାଜକୁ ପୁରା ଗୋଟେ ନୂଆ ଦିଗ ଦେଲେ। ସେମାନେ ଥିଲେ ଜ୍ଞାନ, ଯୋଗ ଆଉ ଭକ୍ତିର ଏକ ଅପୂର୍ବ ମିଶ୍ରଣ। ତେବେ ଆଜି ଆମେ ମତ୍ତ ବଳରାମ ଦାସ ଓଡ଼ିଆ ଭକ୍ତିର ସ୍ଥପତି ଶୀର୍ଷକ ଏକ ଲେଖାକୁ ଆଧାର କରି ଏହି ରହସ୍ୟକୁ ଟିକେ ବୁଝିବାକୁ ଚେଷ୍ଟା କରିବା। ଆମର ଉଦ୍ଦେଶ୍ୟ ହେଉଛି ଜାଣିବା ଜଣେ ରାଜମନ୍ତ୍ରୀ କେମିତି ସାମାଜିକ ପ୍ରଥାକୁ ଭାଙ୍ଗି ମତ୍ତ ବା ଐଶ୍ୱର୍ଯ୍ୟ ପ୍ରେମରେ ପାଗଳ ସାଧୁ ଭାବେ ପରିଚିତ ହେଲେ, ଆଉ ଓଡ଼ିଆ ସାହିତ୍ୟର ଧାରାକୁ ସବୁଦିନ ପାଇଁ ବଦଳେଇ ଦେଲେ। ଚାଲନ୍ତୁ ଏହି ଗଭୀର ଆଲୋଚନା ଆରମ୍ଭ କରିବା। ତେବେ ଏହି ପରିବର୍ତ୍ତନକୁ ବୁଝିବା ପାଇଁ ଆମକୁ ଟିକେ ଆରମ୍ଭରୁ ଜାଣିବାକୁ ପଡ଼ିବ ତାଙ୍କର ପୃଷ୍ଠଭୂମି କ'ଣ ଥିଲା, ସେ କେଉଁଠୁ ଆସିଥିଲେ। ବଳରାମ ଦାସଙ୍କ ଜନ୍ମ ମୋଟାମୋଟି 1462ରୁ 1482 ମସିହା ଭିତରେ କୋଣାର୍କ ପାଖରେ ଏରଙ୍ଗ ଗାଁରେ ହୋଇଥିଲା। ଏରବଂ? ହଁ, ତାଙ୍କ ବାପା ଥିଲେ ସୋମନାଥ ମହାପାତ୍ର ଓ ମା ମହାମାୟା ଦେବୀ। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ଗଜପତି ପ୍ରତାପରୁଦ୍ର ଦେବଙ୍କ ରାଜସଭାରେ ଜଣେ ମନ୍ତ୍ରୀ ଥିଲେ। ଏକଦମ ଜଣେ ମନ୍ତ୍ରୀ। ଆଉ ଏଇଟା କିଛି ସାଧାରଣ କଥା ନୁହେଁ। ନା, ବିଲକୁଲ ନୁହେଁ। ମାନେ ସେ ରାଜନୀତି, ପ୍ରଶାସନ ଆଉ କ୍ଷମତାର କେନ୍ଦ୍ରରେ ଥିଲେ। ତାଙ୍କ ଜୀବନ ସୁଖ, ସୁବିଧା, ସମ୍ମାନ ଏସବୁରେ ପୁରା ଭରି ରହିଥିଲା। ତେବେ ଏତେ ସବୁ ଥାଇକି ବି ଜଣେ ଲୋକ କାହିଁକି ସବୁ ଛାଡ଼ିଦେବ? ନିଶ୍ଚୟ କିଛି ବଡ଼ ଘଟଣା ଘଟିଥିବ, ଯାହା ତାଙ୍କ ଭିତର ପୁରା ଦୋଲାଇ ଦେଇଥିବ। ନିଶ୍ଚିତ ଭାବରେ। ଦେଖନ୍ତୁ, ତାଙ୍କ ପାଖରେ ସାଂସାରିକ ଜ୍ଞାନ ତ ଥିଲା, କିନ୍ତୁ ତାଙ୍କ ଭିତରେ ଆଧ୍ୟାତ୍ମିକ ଖୋଜିବାଟା ବି ବହୁତ ପ୍ରବଳ ଥିଲା। ସେ କୁଣ୍ଡଲିନୀ ଯୋଗ, ବେଦାନ୍ତ ଏସବୁ ବିଷୟରେ ଆଗରୁ ପଢ଼ାପଢ଼ି କରିଥିଲେ। କିନ୍ତୁ ତାଙ୍କ ଜୀବନର ସବୁଠୁ ବଡ଼ ମୋଡ଼ ଆସିଲା ଯେତେବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ ପୁରୀ ଆସିଲେ। ଆଚ୍ଛା। ସେହି ସାକ୍ଷାତ, ମାନେ ସେଇଟା ତାଙ୍କ ଭିତରେ ଥିବା ଆଧ୍ୟାତ୍ମିକ ନିଆଁକୁ ପୁରା ଜଳେଇଦେଲା। ଚୈତନ୍ୟଙ୍କର ସେହି ଭାବବିହଳ, ପ୍ରେମମୟୀ ଭକ୍ତି ତାଙ୍କୁ ଏତେ ପ୍ରଭାବିତ କଲା ଯେ ରାଜସଭାର ସେହି କୂଟନୀତି ତାଙ୍କୁ ପୁରା ଫିକା ଲାଗିଲା। ବୁଝିଲେ। ସେଇଠୁ ହିଁ ତାଙ୍କର ପରିବର୍ତ୍ତନ ଆରମ୍ଭ ହେଲା। ସେ ମନ୍ତ୍ରୀପଦ ତ୍ୟାଗ କରିଦେଲେ ଆଉ ସମ୍ପୂର୍ଣ୍ଣ ଭାବରେ ନିଜକୁ ଭକ୍ତି ମାର୍ଗରେ ସମର୍ପିତ ଦେଲେ। ବାଃ, ଏଇଠି କାହାଣୀଟା ପ୍ରକୃତରେ ଗୋଟେ ମୋଡ଼ ନେଉଛି। ଜଣେ ରାଜମନ୍ତ୍ରୀ ହଠାତ୍ ପାଗଳ ବୋଲି ପରିଚିତ ହେଉଛନ୍ତି। ଏହି ମତ୍ତ ବଳରାମ ନାଁ ପଛର କାରଣଟା ପ୍ରକୃତିରେ କ'ଣ ଥିଲା? ଏଇଟା ବହୁତ ଭଲ ପ୍ରଶ୍ନ। ଦେଖନ୍ତୁ, ମତ୍ତ ଶବ୍ଦର 2ଟା ଅର୍ଥ ଅଛି। ପ୍ରଥମଟା ହେଲା ଐଶ୍ୱର୍ଯ୍ୟ ପ୍ରେମରେ ଏମିତି ବୁଡ଼ିଯିବା ଯେ ବାହ୍ୟ ଜଗତର କିଛି ଖବର ନ ରହିବା। ସେ ପ୍ରଭୁଙ୍କ ନାମରେ ଏତେ ବିଭୋର ହେଇଯାଉଥିଲେ ଯେ ସାମାଜିକ ନୀତିନିୟମ, ଲୋକଲଜ୍ଜା ଏସବୁକୁ ପୁରା ଭୁଲି ଯାଉଥିଲେ। ଆଚ୍ଛା। କିନ୍ତୁ ଏହାର ଆଉ ଗୋଟେ ଗଭୀର ଅର୍ଥ ବି ଅଛି। ସେତେବେଳର ସମାଜ ବହୁତ ରକ୍ଷଣଶୀଳ ଥିଲା। ଧର୍ମପାଳନ ମାନେ କଠୋର ରୀତିନୀତି, ଜଟିଳ କର୍ମକାଣ୍ଡ। ଠିକ୍। ବଳରାମ ଦାସ ଏସବୁକୁ ଖୋଲାଖୋଲି ବିରୋଧ କରୁଥିଲେ। ତେଣୁ ସେହି ରକ୍ଷଣଶୀଳ ସମାଜର ଆଖିରେ ତାଙ୍କର ଏହି ଆଚରଣ ପାଗଳାମି ଥିଲା। ତାଙ୍କର ମତ୍ତ ପରିଚୟ ଏକ ପ୍ରକାର ସାମାଜିକ ବିଦ୍ରୋହର ପ୍ରତୀକ ବି ଥିଲା। ତାମାନେ ତାଙ୍କର ଏହି ପାଗଳାମି କେବଳ ଭାବପ୍ରବଣତା ନଥିଲା, ଏହା ପଛରେ ଗୋଟେ ସୁଚିନ୍ତିତ ଦର୍ଶନ ବି ଥିଲା। ଏକଦମ ଠିକ୍। ସେ କେବଳ ଜଣେ ଭାବୁକ ଭକ୍ତ ନଥିଲେ, ସେ ଜଣେ ପ୍ରଖର ଜ୍ଞାନୀ ମଧ୍ୟ ଥିଲେ। ଆଉ ଏହାର ପ୍ରମାଣ ମିଳେ ପୁରୀର ପ୍ରସିଦ୍ଧ ମୁକ୍ତିମଣ୍ଡପରୁ। ଦେଖନ୍ତୁ, ମୁକ୍ତିମଣ୍ଡପ ଥିଲା ଶ୍ରୀମନ୍ଦିରର ସର୍ବୋଚ୍ଚ ପଣ୍ଡିତ ସଭା। ହଁ, ଯେଉଁଠି ବଛା ବଛା ପଣ୍ଡିତମାନେ ଶାସ୍ତ୍ର ଉପରେ ନିର୍ଣ୍ଣୟ ଦେଉଥିଲେ। ହଁ, ସେଠାରେ ବଳରାମ ଦାସ ବେଦାନ୍ତ ଭଳି ଜଟିଳ ବିଷୟ ଉପରେ ଆଲୋଚନା କରୁଥିଲେ। ସେଠାକାର ରକ୍ଷଣଶୀଳ ପଣ୍ଡିତମାନେ ତାଙ୍କର ଅଣପାରମ୍ପରିକ ବିଚାରଧାରା ପାଇଁ ତାଙ୍କୁ ବହୁତ ବିରୋଧ କରୁଥିଲେ। କିନ୍ତୁ ସେ ନିଜର ଅକାଟ୍ୟ ଯୁକ୍ତି ଆଉ ଗଭୀର ଜ୍ଞାନ ବଳରେ ସମସ୍ତଙ୍କୁ ଚୁପ୍ କରାଇ ଦେଉଥିଲେ। ଏହା ତ ବହୁତ ଆଶ୍ଚର୍ଯ୍ୟକର କଥା। ଗୋଟେ ପଟେ ସେ ଭାବରେ ବିଭୋର, ଆଉ ଅନ୍ୟପଟେ ଏତେ ବଡ଼ ପଣ୍ଡିତ ସଭାରେ ଶାସ୍ତ୍ରାର୍ଥ କରୁଛନ୍ତି। ଏ 2ଟା ଚରିତ୍ର ଏକାଠି କେମିତି ସମ୍ଭବ? ଏହା ହିଁ ତ ତାଙ୍କର ବିଶେଷତା ଥିଲା। ତାଙ୍କର ବିଷୟରେ ଏକ କିମ୍ବଦନ୍ତୀ ଅଛି।
ଯେ ଯଦି କେହି ତାଙ୍କ ମୁଣ୍ଡକୁ ଛୁଇଁ ଦେଉଥିଲା ତାକୁ ତତ୍କ୍ଷଣାତ୍ ବେଦାନ୍ତର ସାରୁଜ୍ଞାନ ମିଳିଯାଉଥିଲା। ବାଃ! ଏଇଟା ପ୍ରତୀକାତ୍ମକ ଭାବେ ଦର୍ଶାଏ ଯେ ତାଙ୍କ ପାଇଁ ଜ୍ଞାନ କେବଳ ବହି ଭିତରେ ନଥିଲା, ଏହା ତାଙ୍କର ଜୀବନ୍ତ ଅନୁଭୂତି ଥିଲା। ଆଉ ଏହି ଅନୁଭୂତିର ସବୁଠୁ ବଡ଼ ଉଦାହରଣ ହେଉଛି ହରିଦାସଙ୍କ କାହାଣୀ। ହଁ, ମୁଁ ଏ କାହାଣୀ ବିଷୟରେ ଶୁଣିଛି। ଏହାକୁ ଟିକେ ବିସ୍ତାରରେ କହିଲେ ଭଲ ହୁଅନ୍ତା। ନିଶ୍ଚୟ। ହରିଦାସ ଜଣେ ଜନ୍ମରୁ ମୂକ ଆଉ ବଧିର ଭିକାରୀ ଥିଲେ। ଆଚ୍ଛା। ସେ ଦିନେ ବଳରାମ ଦାସଙ୍କ ପାଖକୁ ଆସି ତାଙ୍କ ପାଦ ତଳେ ପଡ଼ିଗଲେ। ବଳରାମ ଦାସ କରୁଣରେ ପୁରା ବିଗଳିତ ହୋଇ ତାଙ୍କ ମୁଣ୍ଡ ଉପରେ ହାତ ରଖିଦେଲେ। କୁହାଯାଏ ସେହି ସ୍ପର୍ଶ ମାତ୍ରେ ହରିଦାସଙ୍କର ବାକ୍ଶକ୍ତି ଆଉ ଶ୍ରବଣ ଶକ୍ତି ଦୁଇଟା ଯାକ ଫେରି ଆସିଲା। ସେ ତତ୍କ୍ଷଣାତ୍ କଥା କହିବାକୁ ଆଉ ଶୁଣିବାକୁ ଲାଗିଲେ। ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଲା। ଏହା ଏକ ଅବିଶ୍ୱାସନୀୟ କାହାଣୀ। କିନ୍ତୁ ଜଣେ ସମାଲୋଚକ କହିପାରେ ଯେ ଏହା କେବଳ ଗୋଟେ କିମ୍ବଦନ୍ତୀ, ତାଙ୍କ ଅନୁଗାମୀମାନେ ବନେଇଥିବା ଗୋଟେ ଗପ। ତେବେ ଏହାର ସାଙ୍କେତିକ ମହତ୍ତ୍ୱ କ'ଣ ଥାଇପାରେ? ଏଇଟା ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ। ଦେଖନ୍ତୁ, ଏହି କାହାଣୀର ସାଙ୍କେତିକ ଅର୍ଥ ହେଉଛି ଯେ ବଳରାମ ଦାସଙ୍କର ଜ୍ଞାନ ଆଉ କୃପା କେବଳ ପଣ୍ଡିତମାନଙ୍କ ପାଇଁ ନଥିଲା। ଠିକ୍। ଏହା ସମାଜର ସବୁଠାରୁ ଦୁର୍ବଳ, ଅସହାୟ ଆଉ ବଞ୍ଚିତ ଲୋକଙ୍କ ପାଇଁ ବି ଥିଲା। ହରିଦାସଙ୍କୁ ସୁସ୍ଥ କରିବା ଏହାର ପ୍ରତୀକ ଯେ ଆଧ୍ୟାତ୍ମିକ ଜ୍ଞାନର ସ୍ପର୍ଶରେ ଜଣେ ବ୍ୟକ୍ତିର ଭିତରର ମୂକତା ଆଉ ବଧିରତା ଦୂର ହୋଇପାରେ। ବୁଝିଲି। ଆଉ ଏହାପରେ ହରିଦାସ ତାଙ୍କର ପ୍ରମୁଖ ଶିଷ୍ୟ ହୋଇଗଲେ। ଏହା ଦର୍ଶାଏ ଯେ ତାଙ୍କ ପାଇଁ ଜାତି, ବର୍ଣ୍ଣ କିମ୍ବା ସାମାଜିକ ସ୍ଥିତିର କୌଣସି ମୂଲ୍ୟ ନଥିଲା। ତାମାନେ ତାଙ୍କର ଏହି ବିଦ୍ରୋହୀ ଦର୍ଶନ କେବଳ ପଣ୍ଡିତ ସଭାରେ ସୀମିତ ନଥିଲା। ନା, ବିଲକୁଲ ନୁହେଁ। ଏହା ତାଙ୍କର ଲେଖନୀ ମୁନରେ ବି ଝରି ଆସିଥିଲା। ଆଉ ଏହାର ସବୁଠୁ ବଡ଼ ପ୍ରମାଣ ହେଉଛି ତାଙ୍କର ଅମର କୃତି ଜଗମୋହନ ରାମାୟଣ। ହଁ, ଆଉ ଜଗମୋହନ ରାମାୟଣ, ଯାହାକୁ ଆମେ ଦାଣ୍ଡି ରାମାୟଣ ନାଁରେ ବି ଜାଣୁ, ହଁ, ତାହା କେବଳ ଗୋଟେ ବହି ନୁହେଁ, ସେଇଟା ଗୋଟେ ସାଂସ୍କୃତିକ ବିପ୍ଳବ ଥିଲା। ସେତେବେଳେ ଜ୍ଞାନ ଥିଲା ସଂସ୍କୃତଭାଷୀ ପଣ୍ଡିତମାନଙ୍କର ଏକଚାଟିଆ ସମ୍ପତ୍ତି। ଠିକ୍। ରାମାୟଣ ଭଳି ମହାନ ଗ୍ରନ୍ଥ କେବଳ ସଂସ୍କୃତରେ ଥିଲା, ଯାହା ସାଧାରଣ ଲୋକ ବୁଝିପାରୁନଥିଲେ। ରାମାୟଣକୁ ଓଡ଼ିଆରେ ଆଣି ବଳରାମ ଦାସ କେବଳ ଗୋଟେ ଗ୍ରନ୍ଥର ଅନୁବାଦ କଲେ ନାହିଁ, ସେ ଆଧ୍ୟାତ୍ମିକତାର ଚାବିକାଠିକୁ ପଣ୍ଡିତଙ୍କ ହାତରୁ କାଢ଼ି ସାଧାରଣ ଲୋକଙ୍କ ହାତରେ ଦେଇଦେଲେ। ଏହା ତ ଏକ ସାମାଜିକ ବିପ୍ଳବ ଥିଲା। ଏକଦମ। କିନ୍ତୁ ଏହାକୁ ଦାଣ୍ଡି ରାମାୟଣ କାହିଁକି କୁହାଯାଏ? ଏହାର କିଛି ବିଶେଷତା ଅଛି କି? ନିଶ୍ଚୟ। ଦାଣ୍ଡି ବୃତ୍ତ ହେଉଛି ଗୋଟେ ମୁକ୍ତ ଛନ୍ଦ, ଯାହା ଲୋକଗୀତ ସହିତ ବହୁତ ସହଜରେ ମିଶିଯାଏ। ଏହାର କିଛି କଠୋର ବ୍ୟାକରଣ ନିୟମ ନଥାଏ। ଆଚ୍ଛା, ମାନେ ଗାଇବାକୁ ସହଜ। ହଁ, ଗାଇବାକୁ ସହଜ। ଏହି ଛନ୍ଦକୁ ବାଛିବା ପଛରେ ବି ତାଙ୍କର ସେହି ସମାନ ଉଦ୍ଦେଶ୍ୟ ଥିଲା, ଜ୍ଞାନକୁ ସହଜ କରିବା। ସଂସ୍କୃତ ଶ୍ଲୋକର ଜଟିଳତା ବଦଳରେ ସେ ଲୋକଙ୍କର ନିଜ ଭାଷା, ନିଜ ଛନ୍ଦରେ ରାମଙ୍କ କଥା କହିଲେ। ଫଳରେ ଏହି ରାମାୟଣ ଓଡ଼ିଶାର ଘରେ ଘରେ ଗାଁର ଦାଣ୍ଡରେ ପାଠ କରାଗଲା, ଜ୍ଞାନ କରାଗଲା। ଆଉ ସେ କେବଳ ରାମାୟଣ ଲେଖିନାହାନ୍ତି, ତାଙ୍କର ଅନ୍ୟ କୃତି ଯେମିତି ଭାବସମୁଦ୍ର, ଗୁପ୍ତ ଗୀତା, ବେଦାନ୍ତ ସାର, ଏସବୁରେ ବି ତାଙ୍କର ଗଭୀର ଦାର୍ଶନିକ ଚିନ୍ତାଧାରା ଦେଖିବାକୁ ମିଳେ। ତେବେ ଚାଲନ୍ତୁ ତାଙ୍କର ସେହି ଦାର୍ଶନିକ ଚିନ୍ତାଧାରାର ମୂଳ କଥାକୁ ବୁଝିବା। ଶୁଣିବାକୁ ମିଳେ ଯେ ତାଙ୍କର ଦର୍ଶନର କେନ୍ଦ୍ରବିନ୍ଦୁ ଥିଲା ଶୂନ୍ୟର ଧାରଣା। ଏହି ଶୂନ୍ୟ ତତ୍ତ୍ୱଟି ପ୍ରକୃତରେ କ'ଣ? ଦେଖନ୍ତୁ, ଏ ଶୂନ୍ୟ ଧାରଣାକୁ ବୁଝିବାକୁ ହେଲେ ଏହାକୁ କିଛି ନଥିବା ବା ଏମ୍ପ୍ଟିନେସ୍ ବୋଲି ଭାବିଲେ ଭୁଲ ହେବ। ବରଂ ଏହାକୁ ଆକାଶ ପରି ଭାବନ୍ତୁ। ଆକାଶର ନିଜର କୌଣସି ଆକାର ନାହିଁ, କିନ୍ତୁ ଏହା ହିଁ ସୂର୍ଯ୍ୟ, ଚନ୍ଦ୍ର, ତାରା, ମେଘ ସବୁକିଛିକୁ ଧାରଣ କରେ। ବହୁତ ବଡ଼ ଉଦାହରଣ। ସେହିପରି ବଳୱାନ ଦାସଙ୍କ ପାଇଁ ଶୂନ୍ୟ ଥିଲା ସେହି ପରମ ସତ୍ତା, ଯାହା ନିରାକାର ହୋଇ ମଧ୍ୟ ସମସ୍ତ ସାକାର ରୂପର ଆଧାର। ତାଙ୍କ ମତରେ ଏହି ଶୂନ୍ୟ ହିଁ ଶ୍ରୀକୃଷ୍ଣଙ୍କର ନିରାକାର ରୂପ। କିନ୍ତୁ ଏଇଟା ଟିକେ ଦ୍ୱନ୍ଦ୍ୱ ସୃଷ୍ଟି କରୁନାହିଁ କି? ଗୋଟେ ପଟେ ସଗୁଣ ଉପାସନା, ମାନେ ରାମ ବା କୃଷ୍ଣଙ୍କୁ ଗୋଟେ ଆକାରରେ ଦେଖିବା, ଆଉ ଅନ୍ୟପଟେ ନିର୍ଗୁଣ, ନିରାକାର, ଶୂନ୍ୟ। ସେତେବେଳର ପଣ୍ଡିତମାନେ ଏହାକୁ କେମିତି ଦେଖୁଥିଲେ? ନିଶ୍ଚୟ ବିରୋଧ କରୁଥିଲେ। ଆଉ ଏହା ହିଁ ବଳରାମ ଦାସଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରୁଥିଲା। ସେ କହୁଥିଲେ ଯେ ଏ ଦୁଇଟା ଅଲଗା ନୁହେଁ, ବରଂ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ।
ଆଚ୍ଛା। ପରମ ସତ୍ୟ ଏକା ସାଙ୍ଗରେ ସଗୁଣ ଓ ନିର୍ଗୁଣ ହୋଇପାରେ। ସେ ଭକ୍ତି, ବେଦାନ୍ତ ଆଉ ଯୋଗ ଏ ତିନୋଟିକୁ ଏକାଠି କରି ଏକ ନୂଆ ମାର୍ଗ ଦେଖାଇଲେ। ଏପାରିକି ତାଙ୍କ ଚିନ୍ତାଧାରାରେ ତାନ୍ତ୍ରିକ ପ୍ରଭାବ ମଧ୍ୟ ଦେଖିବାକୁ ମିଳେ। ଯେମିତି ସେ ବର୍ଣ୍ଣନା କରିଛନ୍ତି ଯେ ଜଗନ୍ନାଥଙ୍କୁ 64 ଯୋଗିନୀ ସେବା କରୁଛନ୍ତି। ଏହା ସେତେବେଳର ତାନ୍ତ୍ରିକ ପରମ୍ପରାର ପ୍ରତିଫଳନ। ତାମାନେ ସେ କୌଣସି ଗୋଟେ କଠୋର ପରମ୍ପରାରେ ବାନ୍ଧି ହୋଇ ନଥିଲେ। ଏକଦମ। ସେ ସବୁ ମାର୍ଗରୁ ସତ୍ୟକୁ ଖୋଜୁଥିଲେ। ତେଣୁ ତାଙ୍କର ଲେଖା, ତାଙ୍କର ଦର୍ଶନ ଏସବୁର ମୂଳ ଉଦ୍ଦେଶ୍ୟ କ'ଣ ଥିଲା? ସମାଜରେ କିଛି ପରିବର୍ତ୍ତନ ଆଣିବା ଥିଲା? ତାଙ୍କର ସାମାଜିକ ଭୂମିକା କ'ଣ ଥିଲା? ନିଶ୍ଚିତ ଭାବରେ ବଳରାମ ଦାସ କେବଳ ଜଣେ କବି ବା ଦାର୍ଶନିକ ନଥିଲେ। ସେ ଜଣେ ବଡ଼ ସମାଜ ସଂସ୍କାରକ ଥିଲେ। ସେତେବେଳେ ଧର୍ମ ପାଳନ ମାନେ ଥିଲା ବାହ୍ୟ ଆଡମ୍ବର, ଜଟିଳ ପୂଜାପାଠ ଆଉ କର୍ମକାଣ୍ଡ। ସେ ଏହି ବ୍ୟବସ୍ଥାକୁ ସିଧାସଳଖ ଚ୍ୟାଲେଞ୍ଜ କଲେ। ସେ କହିଲେ ଯେ ଈଶ୍ୱରଙ୍କୁ ପାଇବା ପାଇଁ କୌଣସି ମଧ୍ୟସ୍ଥିର ଦରକାର ନାହିଁ। ବାହ୍ୟ ଆଡମ୍ବର ଅପେକ୍ଷା ହୃଦୟର ସରଳ, ନିଚ୍ଛକ ଭକ୍ତି ହିଁ ଶ୍ରେଷ୍ଠ। ଏହା ସେହି ସମୟ ପାଇଁ ଏକ ବୈପ୍ଳବିକ ଚିନ୍ତାଧାରା ଥିଲା, ନା? ନିଶ୍ଚୟ। ତେବେ 500 ବର୍ଷ ପରେ ଆଜି ତାଙ୍କର ଉତ୍ତରାଧିକାର ବା ଲେଗେସି କ'ଣ? ଆଜି ବି ତାଙ୍କର ପ୍ରାସଙ୍ଗିକତା କେଉଁଠି ଅଛି? ତାଙ୍କର ଉତ୍ତରାଧିକାର ବହୁତ ବ୍ୟାପକ। ପ୍ରଥମତଃ ସେ ଓଡ଼ିଆ ଭକ୍ତି ସାହିତ୍ୟକୁ ଲୋକଙ୍କ ଭାଷାରେ ଘରେ ଘରେ ପହଞ୍ଚାଇଲେ। ହଁ, ଦାଣ୍ଡି ରାମାୟଣ ମାଧ୍ୟମରେ। ଠିକ୍। ଦ୍ୱିତୀୟରେ ସେ ଭକ୍ତି ଆଉ ଦର୍ଶନ ଭିତରେ ଥିବା ଦୂରତାକୁ କମ୍ କଲେ। ସେ ଦେଖାଇଲେ ଯେ ଜ୍ଞାନ ବିନା ଭକ୍ତି ଅନ୍ଧ ଆଉ ଭକ୍ତି ବିନା ଜ୍ଞାନ ନିରସ। ଆଉ ତୃତୀୟ, ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ, ସେ ଏକ ସମାବେଶୀ ଆଧ୍ୟାତ୍ମିକତାର ମାର୍ଗ ଦେଖାଇଲେ ଯାହା ସମସ୍ତଙ୍କ ପାଇଁ ଖୋଲା ଥିଲା। ଜାତି, ବର୍ଣ୍ଣ, ପାଣ୍ଡିତ୍ୟ କିଛି ବି ବାଧା ନଥିଲା। ସେ ପ୍ରକାରେ ଜ୍ଞାନର ଗଣତାନ୍ତ୍ରିକରଣ କରିଥିଲେ। ତେବେ ଆଜିର ଆଲୋଚନାରୁ ଆମେ ଦେଖିଲେ କିପରି ଜଣେ ଶକ୍ତିଶାଳୀ ମନ୍ତ୍ରୀ ରାଜକୀୟ ସୁଖ, ସୁବିଧା ସବୁକିଛିକୁ ପାଦରେ ଆଡ଼େଇ ଦେଇ ଜଣେ ମତ ସାଧକ ହୋଇଗଲେ। ସେ କୌଣସି ମଠ ବା ଆଶ୍ରମ ତ ପ୍ରତିଷ୍ଠା କରିନଥିଲେ, କିନ୍ତୁ ତାଙ୍କର ବିଚାରଧାରା ଓଡ଼ିଶାର ଆଧ୍ୟାତ୍ମିକ ପରିବେଶକୁ ସବୁଦିନ ପାଇଁ ବଦଳେଇ ଦେଲା। ଆଉ ସେ ସଂସ୍କୃତର ସେଇ ଜଟିଳ ଦୁର୍ଗ ଭିତରୁ ଜ୍ଞାନକୁ ବାହାର କରି ଆଣି ସାଧାରଣ ଲୋକଙ୍କ ଦାଣ୍ଡରେ ପହଞ୍ଚେଇ ଦେଲେ। ଠିକ୍। ଆଉ ଏହି ଆଲୋଚନା ଆମ ପାଇଁ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଛାଡ଼ି ଯାଉଛି। କ'ଣ? ବଳରାମ ଦାସ ସେହି ଯୁଗରେ ଜଟିଳ ଦର୍ଶନକୁ ଲୋକଙ୍କ ଭାଷାରେ ସେମାନଙ୍କ ପାଖରେ ପହଞ୍ଚାଇଥିଲେ। ଆଜିର ଏହି ସୂଚନା ବିସ୍ଫୋରଣ ଯୁଗରେ, ଯୋଉଠି ଆମ ପାଖରେ ତଥ୍ୟର ସମୁଦ୍ର ଅଛି, ସେଠାରେ ଗଭୀର ଆଉ ଗୁରୁତ୍ୱପୂର୍ଣ୍ଣ ବିଚାରଗୁଡ଼ିକୁ ତାର ଗଭୀରତା ନ ହରାଇ ସମସ୍ତଙ୍କ ପାଇଁ କେମିତି ସହଜ କରାଯାଇପାରିବ? ବହୁତ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ। ଆଜିର ଜଗମୋହନ ରାମାୟଣଗୁଡ଼ିକ କ'ଣ ହୋଇପାରେ ଯାହା ଜ୍ଞାନକୁ କେବଳ କିଛି ବିଶେଷଜ୍ଞଙ୍କ ଭିତରେ ସୀମିତ ନ ରଖି ସମସ୍ତଙ୍କ ପାଖରେ ପହଞ୍ଚାଇ ପାରିବ? ଏହା ଆମ ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ। ଆମେ କଥା ହେବା ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ବିଷୟରେ। ପଞ୍ଚସଖାଙ୍କ ମଧ୍ୟରୁ ଜଣେ। କିଏ ତାଙ୍କୁ ଯୋଗୀ କହୁଛି ତ ଆଉ କିଏ କହୁଛି ଦାର୍ଶନିକ, କିଏ ଭବିଷ୍ୟତ ବକ୍ତା। ଆଉ ଆମେ ଆଜି ଚେଷ୍ଟା କରିବା ଆମ ପାଖରେ ଯେଉଁ ତଥ୍ୟ ଅଛି ତାରି ଭିତରେ ତାଙ୍କ ଜୀବନର କାହାଣୀକୁ ଟିକେ ବୁଝିବାକୁ। ଜଣେ ସାଧାରଣ ବାଳକରୁ ମହାପୁରୁଷ ହେବାର ସେହି ଯାତ୍ରା। ଆଉ ସବୁଠୁ ବଡ଼ କଥା, ତାଙ୍କର ମାଳିକା। ତାଙ୍କର ସେଇ ପ୍ରସିଦ୍ଧ ମାଳିକା ଯାହା ଆଜି ବି ଲୋକଙ୍କ ମନରେ କୌତୂହଳ ସୃଷ୍ଟି କରେ। ଆଉ ଏଇଟା ଗୋଟେ ବହୁତ ଭଲ ପ୍ରସଙ୍ଗ, କାରଣ ଅଚ୍ୟୁତାନନ୍ଦଙ୍କୁ ବୁଝିବା କେବଳ ଜଣେ ବ୍ୟକ୍ତିଙ୍କୁ ବୁଝିବା ନୁହେଁ। ଏହା ହେଉଛି ସେହି ସମୟର ଓଡ଼ିଶାର ଆତ୍ମାକୁ ବୁଝିବା। ସେ କେବଳ ଜଣେ ସାଧୁ ନଥିଲେ, ସେ ଥିଲେ ଏକ ଆନ୍ଦୋଳନର ସୂତ୍ରଧର। ତେବେ ଚାଲନ୍ତୁ ସେହି କାହାଣୀର ଆରମ୍ଭରୁ ହିଁ ଆରମ୍ଭ କରିବା। 1485 ମସିହା। କଟକ ପାଖ ତିଳକଣା ଗାଁ, ସେଇଠି ତାଙ୍କର ଜନ୍ମ। ପିତା ଦୀନବନ୍ଧୁ ଖୁଣ୍ଟିଆ, ମାତା ପଦ୍ମାବତୀ। ଗୋଟେ କଥା ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା। ତାଙ୍କ ଜେଜେବାପା ଗୋପୀନାଥ ମହନ୍ତି ସେ ଗଜପତି ସେନାରେ ଥିଲେ। ଜଣେ ସୈନିକ ଥିଲେ। ଆଉ ପିଲାଦିନେ ତାଙ୍କ ନାଁ ଥିଲା ଅଗଣି। କିନ୍ତୁ ଏଇ ସାଧାରଣ ପରିଚୟ ଭିତରେ ଅସାଧାରଣ କଥାଟି ସେତେବେଳେ ଘଟିଲା ଯେତେବେଳେ ସେ ଗୋଟେ ରହସ୍ୟମୟ ସ୍ୱପ୍ନ ଦେଖିଲେ। ଆଉ ସେଇ ସ୍ୱପ୍ନ ସେଇଟା ହିଁ ତାଙ୍କ ଜୀବନର ମୋଡ଼ ବଦଳେଇ ଦେଲା। ସେଇଟା କିଛି ସାଧାରଣ ସ୍ୱପ୍ନ ନଥିଲା। ନୁହେଁ। କୁହାଯାଏ ଯେ ସେଥିରେ ନା ସ୍ୱୟଂ ପରମ ବ୍ରହ୍ମ ସେ ନିଜେ ଆସି ତାଙ୍କୁ ଗୀତା, ଉପନିଷଦ ବେଦ, ତନ୍ତ୍ର
ସବୁ କିଛିର ସାରତତ୍ତ୍ୱ ଶିଖେଇ ଦେଇଥିଲେ। କିନ୍ତୁ ଏଠି ଗୋଟେ ପ୍ରଶ୍ନ ଆସୁଛି, ଜଣେ ଏତେ ଛୋଟ ପିଲା ଏତେ ଗଭୀର ଜ୍ଞାନକୁ ଗୋଟିଏ ସ୍ୱପ୍ନରେ କେମିତି ଗ୍ରହଣ କରିପାରିବ? ମାନେ ସେତେବେଳେର ଲୋକମାନେ, ତାଙ୍କ ପରିବାର ଏକଥାକୁ ସହଜରେ ମାନିନେଲେ? ଦେଖନ୍ତୁ, ଏଇଟା ବହୁତ ଭଲ ପ୍ରଶ୍ନ। ଆମକୁ ସେହି ଯୁଗର ପରିପ୍ରେକ୍ଷୀରେ ଏହାକୁ ଦେଖିବାକୁ ପଡ଼ିବ। ଠିକ୍। ସେତେବେଳେ ଲୋକଙ୍କର ଦିବ୍ୟ ଶକ୍ତି ଉପରେ, ଈଶ୍ୱରୀୟ ପ୍ରେରଣା ଉପରେ ଗଭୀର ବିଶ୍ୱାସ ଥିଲା। ତେଣୁ ଏହି ସ୍ୱପ୍ନକୁ ଆମେ ଏକ ଆକ୍ଷରିକ ଘଟଣା ନ ଦେଖି ଏକ ପ୍ରତୀକ ଭାବେ ଦେଖିପାରିବା। ମାନେ ଏହା ତାଙ୍କ ଭିତରେ ଥିବା ପ୍ରତିଭା ଆଉ ଆଧ୍ୟାତ୍ମିକ ଜିଜ୍ଞାସାର ଏକ ପ୍ରକାଶ ଥିଲା, ଆଉ ଏହି ଘଟଣା ତାଙ୍କୁ ଜନ୍ମରୁ ଜ୍ଞାନୀର ପରିଚୟ ଦେଲା। ଏଇଟା ହିଁ ତାଙ୍କର ସବୁ ଦାର୍ଶନିକ ଚିନ୍ତାଧାରାର ମୂଳଦୁଆ ପକେଇଲା। ଆଉ ଏ ଦିବ୍ୟ ଅନୁଭୂତି ପରେ ସେ ଆଉ ସଂସାରରେ ବାନ୍ଧି ହୋଇ ରହିପାରିଲେନି। ଦୋନୁହେଁ। ଅତି କମ୍ ବୟସରେ ଘର ଛାଡ଼ି ବାହାରି ପଡ଼ିଲେ ତୀର୍ଥଯାତ୍ରାରେ, ଆଉ ସେଇ ଯାତ୍ରା ହିଁ ତାଙ୍କୁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ପାଖରେ ପହଞ୍ଚେଇଦେଲା। କିନ୍ତୁ ଏହି ସାକ୍ଷାତକୁ ନେଇ ବି ଗୋଟେ ରହସ୍ୟ ଅଛି। ସତରେ? ଆମ ପାଖରେ ଦୁଇ ପ୍ରକାରର କଥା ଅଛି ଏହାକୁ ନେଇ। ମାନେ ଗୋଟିଏ ଘଟଣାକୁ ନେଇ ଏମିତି ଦୁଇ ପ୍ରକାର କଥା କାହିଁକି? ଏହାର କିଛି ଖାସ୍ କାରଣ ଅଛି କି? ଏଇଟା ବହୁତ ଆକର୍ଷଣୀୟ। ଗୋଟେ ପରମ୍ପରା କହେ ଯେ ଶ୍ରୀ ଚୈତନ୍ୟ ପୁରୀ ଆସିବା ପରେ ସେ ତାଙ୍କୁ ଭେଟିଥିଲେ ଆଉ ତାଙ୍କଠାରୁ ହରିନାମ ମନ୍ତ୍ରରେ ଦୀକ୍ଷିତ ହେଲେ। କିନ୍ତୁ ଆଉ ଗୋଟି ମତ, ଯାହା ଅଧିକ ପ୍ରଚଳିତ, ସେଟା କହେ ଯେ 18 ବର୍ଷ ବୟସରେ ତାଙ୍କର ସାକ୍ଷାତ ହୋଇଥିଲା। ଆଉ ସେତେବେଳେ ଚୈତନ୍ୟ ତାଙ୍କର ଅସାଧାରଣ ଜ୍ଞାନ ଦେଖି ତାଙ୍କୁ ନିଜର ସବୁଠୁ ବିଶ୍ୱସ୍ତ ଶିଷ୍ୟ ସନାତନ ଗୋସ୍ୱାମୀ ସନାତନ ଗୋସ୍ୱାମୀଙ୍କୁ ସମର୍ପି ଦେଇଥିଲେ ଉଚ୍ଚତର ଶିକ୍ଷା ପାଇଁ। କେଉଁଟା ସତ, ତାଠାରୁ ବୋଧେ ବଡ଼ କଥା ହେଉଛି ଏହି ସାକ୍ଷାତର ପ୍ରଭାବ। ଏକଦମ ଠିକ୍ କହିଲେ। ଏହାର ଐତିହାସିକ ଗୁରୁତ୍ୱ ବହୁତ ବେଶୀ। ପ୍ରଥମତଃ, ଏହା ଅଚ୍ୟୁତାନନ୍ଦଙ୍କୁ ସିଧାସଳଖ ଭକ୍ତି ଆନ୍ଦୋଳନ ସହିତ ଯୋଡ଼ିଦେଲା। ଠିକ୍। ଆଉ ଦ୍ୱିତୀୟରେ, ସନାତନ ଗୋସ୍ୱାମୀଙ୍କ ଭଳି ଜଣେ ପଣ୍ଡିତଙ୍କ ପାଖରେ ଶିକ୍ଷା, ଏଇଟା ତାଙ୍କର ଦିବ୍ୟ ପ୍ରେରିତ ଜ୍ଞାନକୁ ଏକ ଶାସ୍ତ୍ରୀୟ ମଜବୁତ ଭିତ୍ତିଭୂମି ଦେଲା। ମାନେ ସେ କେବଳ ରହସ୍ୟବାଦୀ ନଥିଲେ, ଜଣେ ପଣ୍ଡିତ ବି ଥିଲେ। ତାଙ୍କ ଜ୍ଞାନରେ ପ୍ରେରଣା ଆଉ ପରିଶ୍ରମ ଦୁଇଟା ଯାକ ଥିଲା। ଏତେ ଗଭୀର ଆଧ୍ୟାତ୍ମିକ ଯାତ୍ରା, ଚୈତନ୍ୟଙ୍କ ସାନ୍ନିଧ୍ୟ, ଏହାପରେ ତ କେହି ବି ଭାବିବ ଯେ ସେ ଜଣେ ସନ୍ନ୍ୟାସୀ ହୋଇଯାଇଥିବେ। କିନ୍ତୁ କାହାଣୀରେ ଆଉ ଗୋଟେ ମୋଡ଼ ଆସିଛି। ସେ ସଂସାର ତ୍ୟାଗ କଲେନି। ଆଦୌ ନୁହେଁ। ବରଂ ସେ ଗୃହସ୍ଥ ଜୀବନକୁ ଆପଣେଇ ନେଲେ। ସେ ବିବାହ କଲେ, ଧଉଳି ଗ୍ରାମରେ ସଂସାର କଲେ, ଆଉ ଏଇଟା ହିଁ ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରେ। ଏକଥାଟା ଟିକେ ବୁଝନ୍ତୁ। ମାନେ ଜଣେ ଗୃହସ୍ଥ ହୋଇକି ବି ଏତେ ବଡ଼ ଆଧ୍ୟାତ୍ମିକ ଗୁରୁ, ସେତେବେଳେ ଲୋକେ ଆକୁ କେମିତି ନେଉଥିଲେ? ଏଇଟା ଖାଲି ଗ୍ରହଣୀୟ ନଥିଲା, ଏକ ବୈପ୍ଳବିକ ପଦକ୍ଷେପ ଥିଲା। ସେହି ଯୁଗରେ ଆଧ୍ୟାତ୍ମିକତା ମାନେ ହିଁ ସଂସାର ତ୍ୟାଗ। କିନ୍ତୁ ଅଚ୍ୟୁତାନନ୍ଦ ନିଜ ଜୀବନ ଦ୍ୱାରା ଦେଖେଇଲେ ଯେ ନା, ତୁମେ ତୁମର ଦାୟିତ୍ୱ ଭିତରେ ରହିବି ଈଶ୍ୱରଙ୍କୁ ପାଇପାରିବ। ଏହା ତ ତାଙ୍କ ଶିକ୍ଷାକୁ ଆହୁରି ଲୋକପ୍ରିୟ କରିଦେଇଥିବ। ନିଶ୍ଚୟ। ଏହା ଆଧ୍ୟାତ୍ମିକତାକୁ ସାଧାରଣ ଲୋକଙ୍କ ପାଇଁ ସହଜ କରିଦେଲା। ଲୋକମାନେ ତାଙ୍କୁ ନିଜ ଭିତରୁ ଜଣେ ବୋଲି ଭାବିଲେ। ଆଉ ତାଙ୍କର ପ୍ରଭାବ କେତେ ଥିଲା, ସେଇଟା ଏଥିରୁ ଜଣାପଡ଼େ ଯେ ତାଙ୍କର 12 ଜଣ ମୁଖ୍ୟ ଶିଷ୍ୟ ଥିଲେ। ଏପରିକି ରାଜା ମଧ୍ୟ ତାଙ୍କୁ ସମ୍ମାନ ଦେଉଥିଲେ। ବାଙ୍କିମୋହନ ଅଞ୍ଚଳରେ ତାଙ୍କୁ ଜମି ପ୍ରଦାନ କରାଯାଇଥିଲା। ରାଜକୀୟ ସ୍ୱୀକୃତି ପାଇବା ଅର୍ଥ ତାଙ୍କ ପ୍ରଭାବ ଖାଲି ଧାର୍ମିକ କ୍ଷେତ୍ରରେ ସୀମିତ ନଥିଲା। ଏତେ ଗଭୀର ଶାସ୍ତ୍ରୀୟ ଜ୍ଞାନ ଆଉ ଏତେ ଲୋକପ୍ରିୟତା, ଏହାପରେ ତ ତାଙ୍କ ଲେଖନୀ ଚାଲନା ହେବା ସ୍ୱାଭାବିକ। ଆଉ ଲେଖା କହିଲେ ତ ସମସ୍ତଙ୍କ ମନକୁ ପ୍ରଥମେ ଗୋଟିଏ ହିଁ ନାଁ ଆସେ, ମାଳିକା। ଅଚ୍ୟୁତାନନ୍ଦ ମାଳିକା। ଏହି ଗୋଟିଏ ଶବ୍ଦ ହିଁ ତାଙ୍କ ପରିଚୟ ପାଲଟି ଯାଇଛି। ମାଳିକାରେ ଏମିତି କ'ଣ ଅଛି ଯେ ତାହା ଆଜି ବି ଏତେ ପ୍ରାସଙ୍ଗିକ? ସେଥିରେ ପୁରୀର ଭବିଷ୍ୟତ, ଜଗନ୍ନାଥଙ୍କର ପୁରୀ ଛାଡ଼ିବା, କଳ୍କି ଅବତାର, ଏସବୁ କଥା ଲୋକଙ୍କୁ ଆକର୍ଷିତ କରେ ନା ଭୟଭୀତ କରେ? ଦୁଇଟା ଯାକ। ଏହା ହିଁ ତ ମାଳିକାର ବିଶେଷତ୍ୱ। ଆଚ୍ଛା। ଗୋଟେ ପଟେ ଯୁଗର ଅନ୍ତ, ପ୍ରଳୟର କଥା କହି ସତର୍କ କରାଏ, ଆଉ ପଟେ ଧର୍ମର ପୁନଃସ୍ଥାପନା, କଳ୍କି ଅବତାରଙ୍କ ଆଗମନର ଆଶା ଦେଖାଏ। କିନ୍ତୁ ଗୋଟେ କଥା, ତାଙ୍କ ତ ସମସ୍ତେ ଖାଲି ମାଳିକା ପାଇଁ ଜାଣନ୍ତି। କିନ୍ତୁ ସେ ତ ଆହୁରି କେତେ କ'ଣ ଲେଖିଛନ୍ତି, ଶୂନ୍ୟ ସଂହିତା, ସେସବୁ କଥା କାହିଁକି ସେତେ ଆସେନି? ଏଇଟା ହିଁ ତାଙ୍କ ପ୍ରତିଭାର ସବୁଠୁ ଆକର୍ଷଣୀୟ ଦିଗ। ଯଦି ମାଳିକା ତାଙ୍କର ଲୋକପ୍ରିୟ ଚେହେରା, ତେବେ ଶୂନ୍ୟ ସଂହିତା ପରି ଗ୍ରନ୍ଥଗୁଡ଼ିକ ତାଙ୍କର ଗଭୀର ପାଣ୍ଡିତ୍ୟପୂର୍ଣ୍ଣ ଚେହେରା। ମାଳିକା ଜଣେ ଦ୍ରଷ୍ଟା ଅଚ୍ୟୁତାନନ୍ଦଙ୍କ ପରିଚୟ ଦିଏ, କିନ୍ତୁ ଶୂନ୍ୟ ସଂହିତା ଜଣେ ମହାନ ଦାର୍ଶନିକ ଅଚ୍ୟୁତାନନ୍ଦଙ୍କ ପରିଚୟ ଦିଏ। ମାନେ ସେ ଏକାଧାରରେ ଜଣେ ଦ୍ରଷ୍ଟା ଆଉ ଜଣେ ପଣ୍ଡିତ। ଏଇ ଦ୍ୱୈତ ଭୂମିକା ହିଁ ତାଙ୍କୁ ସମ୍ପୂର୍ଣ୍ଣ ଅଲଗା କରେ।
ତାଙ୍କ ଜୀବନର କାହାଣୀରେ କେବଳ ଦର୍ଶନ ଆଉ ଭବିଷ୍ୟବାଣୀ ନାହିଁ, କିଛି ଅଲୌକିକ ଘଟଣା ବି ଅଛି। ହଁ, ମୁଁ ସେଇ ଲଘିମା ଯୋଗ ସିଦ୍ଧି କଥା କହୁଛି। ଆକାଶରେ ଉଡ଼ିବା ମାନେ ଏଇଟାକୁ ଆମେ କେମିତି ବୁଝିବା? ଏଇଟା କ'ଣ ଗୋଟେ କାହାଣୀ ନା ପ୍ରକୃତ ଘଟଣା? ଲୋକକଥା ଆଉ ତାଙ୍କ ଜୀବନୀ ଗ୍ରନ୍ଥଗୁଡ଼ିକ ଏହାକୁ ପ୍ରକୃତ ଘଟଣା ଭାବେ ହିଁ ବର୍ଣ୍ଣନା କରେ। ଆଚ୍ଛା। କାହାଣୀଟା ହେଉଛି କିଛି ଈର୍ଷାପରାୟଣ ବ୍ରାହ୍ମଣ ତାଙ୍କୁ ଆକ୍ରମଣ କଲେ, ଆଉ ସେତେବେଳେ ଅଚ୍ୟୁତାନନ୍ଦ ଲଘିମା ସିଦ୍ଧି ପ୍ରୟୋଗ କରି ନିଜ ଶରୀରକୁ ଏତେ ହାଲୁକା କରିଦେଲେ ଯେ ସେ ପବନରେ ଭାସିଲେ। ବାଃ! କିନ୍ତୁ ଏହାର ଗୋଟେ ଗଭୀର ପ୍ରତୀକାତ୍ମକ ଅର୍ଥ ବି ଅଛି। କେମିତି? ଏହା ଥିଲା ରକ୍ଷଣଶୀଳତା, ଅହଙ୍କାର ଏସବୁ ଉପରେ ଆଧ୍ୟାତ୍ମିକ ଜ୍ଞାନର ବିଜୟ। ଓହୋ, ମାନେ ସେ ତାଙ୍କୁ ଶାରୀରିକ ଭାବେ ଜବାବ ନ ଦେଇ ଆଧ୍ୟାତ୍ମିକ ସ୍ତରକୁ ଉଠିଯାଇ ଜବାବ ଦେଲେ। ଏଇଟା ଖାଲି ଚମତ୍କାର ନଥିଲା, ଏଇଟା ଥିଲା ତାଙ୍କ ଦର୍ଶନର ପ୍ରମାଣ। ଠିକ୍, ତାଙ୍କର ଦାର୍ଶନିକ ଚିନ୍ତାଧାରା ବି ତ ସେମିତି। ସବୁର ସମନ୍ୱୟ, ସଗୁଣ ନିର୍ଗୁଣ, ଦ୍ୱୈତ ଅଦ୍ୱୈତ ସବୁକିଛି। ହଁ, ସେହି ଯୁଗରେ ଏଇଟା ବହୁତ ବଡ଼ କଥା। ସେତେବେଳେ ଦାର୍ଶନିକମାନେ ନିଜ ନିଜ ସମ୍ପ୍ରଦାୟ ଭିତରେ ସୀମିତ ରହୁଥିଲେ, କିନ୍ତୁ ଅଚ୍ୟୁତାନନ୍ଦ ଗୋଟେ ସେତୁ ଭଳି ଥିଲେ। ଆଉ ଏହି ସମନ୍ୱୟର ଭାବନା ହିଁ ବୋଧହୁଏ ପଞ୍ଚସଖା ଆନ୍ଦୋଳନର ମୂଳଦୁଆ ଥିଲା। ନିଶ୍ଚିତ, ପଞ୍ଚସଖାମାନେ ଓଡ଼ିଶାରେ ଏକ ନୀରବ କ୍ରାନ୍ତି ଆଣିଥିଲେ। ସେମାନେ ଜଟିଳ ଧର୍ମଗ୍ରନ୍ଥକୁ ସରଳ ଓଡ଼ିଆରେ ଲୋକଙ୍କ ପାଖରେ ପହଞ୍ଚାଉଥିଲେ। ଆଉ ଅଚ୍ୟୁତାନନ୍ଦ ସେଥିରେ ରାହାସ ସଂକୀର୍ତ୍ତନ ଦଳର ଆୟୋଜନ କରିଥିଲେ। ହଁ, ଗାଁ ଗାଁ ବୁଲି ଭଜନ କୀର୍ତ୍ତନ ମାଧ୍ୟମରେ ଲୋକଙ୍କୁ ଶିକ୍ଷା ଦେଉଥିଲେ। ଏହା ଥିଲା ଜ୍ଞାନକୁ ମନ୍ଦିରରୁ ବାହାର କରି ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ। ଏତେ ଘଟଣାବହୁଳ ଜୀବନର ଅନ୍ତ କିପରି ହେଲା? କାରଣ ଆମ ପାଖରେ ଯେଉଁ ତଥ୍ୟ ଅଛି ସେଥିରେ ଆତ୍ମହତ୍ୟା ଶବ୍ଦଟା ଅଛି। ମାନେ ଜଣେ ଏତେ ବଡ଼ ମହାପୁରୁଷ, ଏଟା ଟିକେ ହଁ, ମୁଁ ବୁଝିପାରୁଛି। ଶବ୍ଦଟା ଶୁଣିବାକୁ ଖରାପ ଲାଗୁଛି, କାରଣ ଆମେ ଆଜିର ପରିପ୍ରେକ୍ଷୀରେ ତାକୁ ଦେଖୁଛେ। କିନ୍ତୁ ଆଧ୍ୟାତ୍ମିକ ପରମ୍ପରାରେ ଏହାର ଅର୍ଥ ପୂରା ଅଲଗା। ତଥ୍ୟ କହୁଛି ଯେ ଜ୍ୟେଷ୍ଠ ଶୁକ୍ର ଏକାଦଶୀରେ ସେ ଶରୀର ତ୍ୟାଗ କଲେ। ଏହାକୁ ଇଚ୍ଛା ମୃତ୍ୟୁ ବା ଯୋଗ ସମାଧି କୁହାଯାଏ। ଇଚ୍ଛା ମୃତ୍ୟୁ? ହଁ, ମାନେ ଯେତେବେଳେ ଜଣେ ସିନ୍ଥିଏଥୋଭି ଅନୁଭବ କରନ୍ତି ଯେ ତାଙ୍କର କାର୍ଯ୍ୟ ସରିଗଲା, ସେତେବେଳେ ସେ ନିଜ ଇଚ୍ଛାରେ ଯୋଗଶକ୍ତି ବଳରେ ପୂର୍ଣ୍ଣ ଚେତନାରେ ଶରୀର ତ୍ୟାଗ କରନ୍ତି। ଅର୍ଥାତ୍ ଏହା ଏକ ଦୁଃଖଦ ପରିସମାପ୍ତି ନୁହେଁ, ବରଂ ନିଜ ଜୀବନ ଆଉ ମୃତ୍ୟୁ ଉପରେ ପୂର୍ଣ୍ଣ ନିୟନ୍ତ୍ରଣର ଏକ ଅଭିବ୍ୟକ୍ତି। ଏକଦମ। ଏହାକୁ ଆଧ୍ୟାତ୍ମିକ ନିୟନ୍ତ୍ରଣର ଶୀର୍ଷ ବୋଲି ଧରାଯାଏ। ତେବେ ଏହିସବୁ କଥାରୁ ଯାହା ବୁଝାପଡ଼ୁଛି, ଅଗଣି ନାମକ ଜଣେ ବାଳକର ଦିବ୍ୟ ସ୍ୱପ୍ନରୁ ଆରମ୍ଭ ହୋଇଥିବା ଯାତ୍ରା ତାଙ୍କୁ ଜଣେ ମହାନ ଯୋଗୀ, ଦାର୍ଶନିକ ଏବଂ ଭବିଷ୍ୟତ ବକ୍ତାରେ ପରିଣତ କଲା। ହଁ, ସେ ଏକାଧାରାରେ ଜଣେ ଗୃହସ୍ଥ, ପଣ୍ଡିତ, ସମାଜ ସଂସ୍କାରକ ସବୁକିଛି ଥିଲେ। ଆଉ ତାଙ୍କର ପ୍ରଭାବ ଆଜି ବି ଶହ ଶହ ବର୍ଷ ପରେ ମାଳିକା ମାଧ୍ୟମରେ ଓଡ଼ିଶାର ଜନମାନସରେ ଗଭୀର ଭାବେ ବଞ୍ଚି ରହିଛି। ଏହି ସମସ୍ତ ତଥ୍ୟ ଆମକୁ ତାଙ୍କ ଜୀବନର ଏକ ଚିତ୍ର ଦେଉଛି, କିନ୍ତୁ ଏହା ଶେଷରେ ଆମ ପାଇଁ ଗୋଟେ ବଡ଼ ପ୍ରଶ୍ନ ଛାଡ଼ିଯାଉଛି। କି ପ୍ରଶ୍ନ? ଅଚ୍ୟୁତାନନ୍ଦଙ୍କ ଭଳି ଜଣେ ବ୍ୟକ୍ତିତ୍ୱ, ଯାହାଙ୍କ ଜୀବନରେ ଐତିହାସିକ ସତ୍ୟ, କିମ୍ବଦନ୍ତୀ ଆଉ ଭବିଷ୍ୟବାଣୀର ମିଶ୍ରଣ ଅଛି, ସେମାନେ କ'ଣ କେବଳ ଇତିହାସର ଏକ ଅଂଶ ହୋଇ ରହନ୍ତି, ନା ଏକ ସମଗ୍ର ସଂସ୍କୃତିର ନିଜ ଅତୀତ, ବର୍ତ୍ତମାନ ଆଉ ଭବିଷ୍ୟତକୁ ଦେଖିବାର ଉପାୟକୁ ପ୍ରଭାବିତ କରନ୍ତି? ତାଙ୍କ କାହାଣୀ ଆମକୁ ଇତିହାସ ଏବଂ ବିଶ୍ୱାସ ମଧ୍ୟରେ ଥିବା ସମ୍ପର୍କ ବିଷୟରେ କ'ଣ ଶିଖାଉଛି?